ସେମିତି ଜଣା ପଡୁନି ଏ ଶୁଖିଲି ଷ୍ଟେଟମେଣ୍ଟ କେତେ ଜଣ ଦଉଛନ୍ତି। ଓଦା ଷ୍ଟେଟମେଣ୍ଟ କିଛି ନାହିଁ। ଓଦା ନେତା କେହି ଯାଇନାହାନ୍ତି। ଏ ମୁତପରକା ଏକ ସରପଞ୍ଚ ଏକ କାଉନସିଲର ଏଗୁରା ଗୋଟେ ହିସାବ। କିଛି ନାହିଁ କିଛି ନାହିଁ। ସେମିତି ଟାଣୁଆ ଲୋକ ବିଜେଡି କେହି ଛାଡି ନାହାନ୍ତି। ଦଳ ବିରୁଦ୍ଧରେ ଷ୍ଟେଟମେଣ୍ଟ ଦେଲା ଆଉ ତାଙ୍କ ଦଳ ତାଙ୍କୁ ସସ୍ପେଣ୍ଡ କରିବନି। ନବୀନ ପଟ୍ଟନାୟକ ନିଜେ ଉତ୍ଫୁଲ୍ଲ ହେଇ ଦାୟିତ୍ୱ ନେଲେଣି। ଛାତ୍ର କଂଗ୍ରେସ ନୂଆ କଲେ, ଯୁବ କଂଗ୍ରେସ ନୂଆ କଲେ, ମହିଳା କଂଗ୍ରେସ ନୂଆ କଲେ, କେତେ ନୂଆ ଜିଲ୍ଲା ସଭାପତି କଲେଣି, କେତେକୁ ନୂଆ ଦାୟିତ୍ୱ ଦେଲେଣି। ସେ ତାଙ୍କର ଦେଖି ଯେ ଦଳ ବିରୁଦ୍ଧରେ କାମ କରିବ ସେ ବୋଲ୍ଡ ଷ୍ଟେପ୍ ନେଇଛନ୍ତି। ଦଳ ଭିତରେ ଅସନ୍ତୋଷ ବଢୁଛି, ଛାତ୍ର ସଭାପତି ସେମିତି କାହିଁକି ଜଣା ପଡୁନି ତାଙ୍କର। ସେମିତି ଜଣା ପଡୁନି ଏ ଶୁଖିଲି ଷ୍ଟେଟମେଣ୍ଟ କେତେ ଜଣ ଦଉଛନ୍ତି। ଓଦା ଷ୍ଟେଟମେଣ୍ଟ କିଛି ନାହିଁ। ଓଦା ନେତା କେହି ଯାଇନାହାନ୍ତି। ଏ ମୁତପରକା ଏକ ସରପଞ୍ଚ ଏକ କାଉନସିଲର ଏଗୁରା ଗୋଟେ ହିସାବ। କିଛି ନାହିଁ କିଛି ନାହିଁ। ସେମିତି ଟାଣୁଆ ଲୋକ ବିଜେଡି କେହି ଛାଡି ନାହାନ୍ତି। ଆଉ ଛାଡିଆ ମାନେ କଂଗ୍ରେସକୁ ଆସିବା ପାଇଁ ବ୍ୟାକୁଳ ଯୋଉମାନେ ୱେଲକମ୍। ପ୍ରଦୀପ ମାଝୀ ଏବେ ଆସିବେ ବୋଲି ମୁଁ ଖବର ପାଇଲିଣି। ଭୂପେନ୍ଦ୍ର ସିଂ ଆସିବେ ବୋଲି ଖବର ପାଇଲାଣି। ସୁରେନ୍ଦ୍ର ସିଂ ଭାଇ ଆସିବେ ବୋଲି ଖବର ପାଇଲେଣି। ନିଜ ଘରକୁ ଫେରିବା ଦରକାର। କଂଗ୍ରେସ ପ୍ରତିଦିନ ଡେଭଲପ କରୁଛି। ଚିରଞ୍ଜୀବ ବିଶାଳ ଆସିବେ ବୋଲି ଜଣା ପଡିଲାଣି। କାରଣ ଭକ୍ତ ଦାସ ଆସିଲା ପରେ କଂଗ୍ରେସ ଏଭ୍ରିଡେ ରାଇଜ କରୁଛି। ଏମାନେ ଯଦି ଆସିବେ ଭଲ ହବ। କଂଗ୍ରେସ ଆହୁରି ରାଇଜ କରିବ ଏବଂ ଭାରତର ପ୍ରଧାନମନ୍ତ୍ରୀ ରାହୁଲ ଗାନ୍ଧୀ ହେବେ। ଏଠି ଭକ୍ତ ଦାସ ମୁଖ୍ୟମନ୍ତ୍ରୀ ହେବେ। ସମୟକୁ ଅପେକ୍ଷା 372ଟା ରେପ୍ କେସ୍ ହେଲାଣି ମୋହନ ମାଝୀଙ୍କ ସମୟରେ। 372ଟା ରେପ୍ କେସ୍ ହେଲାଣି ମୋହନ ମାଝୀଙ୍କ ସମୟରେ। ଗୋଟାଏ କିଛି ତଦନ୍ତ ହେଲାଣି? ଗୋଟାଏ କେହି ପନିଶମେଣ୍ଟ ପାଇଲେଣି? କିଛି ନାହିଁ କିଛି ନାହିଁ।